ନମସ୍କାର। ଆଜିର ଏହି ବିଶ୍ଳେଷଣରେ ଆମେ ସଂଖ୍ୟାମାନଙ୍କର ଏକ ବହୁତ ମଜାଦାର ଦୁନିଆକୁ ଯିବା। ପ୍ରଥମ ଶ୍ରେଣୀର ପନିପରିବା ବଗିଚା ଅଧ୍ୟାୟ ଉପରେ ଆଧାରିତ ଏହି ଆଲୋଚନାରେ ଗଣିତ ଶିଖିବା ଆମକୁ ଏକ ସୁନ୍ଦର ଖେଳ ପରି ଲାଗିବ। ତେବେ ଡେରି କାହିଁକି? ଆସନ୍ତୁ ଆମର ଏହି ଯାଦୁକରୀ ଗଣିତ ଅଭିଯାନ ଆରମ୍ଭ କରିବା। ଆରମ୍ଭରୁ ହିଁ ଗୋଟିଏ ପ୍ରଶ୍ନ ମନକୁ ଆସୁଛି। ଗୋଟିଏ ଝୁଡ଼ିରେ କେତୋଟି ପନିପରିବା ରହିପାରିବ? ସତରେ ଏହା ଏକ ଭାରି ମଜାଦାର ପ୍ରଶ୍ନ। ବଗିଚାରୁ ସତେଜ ପରିବା ତୋଳିବା ଏବଂ ସେଗୁଡ଼ିକୁ ଏକାଠି କରିବା କେତେ ଆନନ୍ଦଦାୟକ ହୋଇପାରେ ତାହା ଆମେ ଆଜି ଏକାଠି ମିଶି ଦେଖିବା। ଆଉ ଦେଖନ୍ତୁ, ଆଜିର ଏହି ଯାତ୍ରାରେ ଆମର ସାଙ୍ଗ ହେଉଛନ୍ତି ବୁବି ଏବଂ ବୁବୁ। ସେମାନେ ଏହି ସୁନ୍ଦର ସବୁଜ ପନିପରିବା ବଗିଚାରେ ପରିବା ତୋଳିବାରେ ବହୁତ ସାହାଯ୍ୟ କରୁଛନ୍ତି। ଚାରିଆଡ଼େ କେତେ ସତେଜ ଟମାଟୋ, ଗାଜର, ମୂଳା ଆଉ କୋବି ଭରି ରହିଛି। ଆଉ ମଜା କଥା ହେଉଛି, ସେମାନଙ୍କର ଏହି କାମରୁ ହିଁ ଆମର ଆଜିର ଗଣିତ ଖେଳ ଆରମ୍ଭ ହେବ। ପ୍ରଥମ ଭାଗରେ ଆମେ ଶିଖିବା ଅମଳର ଯୋଗ, ଅର୍ଥାତ୍ ଆମର ଏହି ରଙ୍ଗୀନ ପନିପରିବାଗୁଡ଼ିକୁ ଏକାଠି ମିଶାଇ ଗଣିବା। ଆଚ୍ଛା, ବର୍ତ୍ତମାନ ଏହି ଝୁଡ଼ିଗୁଡ଼ିକୁ ଟିକେ ଲକ୍ଷ୍ୟ କରନ୍ତୁ। ବୁବିର ଝୁଡ଼ିରେ ଅଛି ପୁରା 6ଟି ଲାଲ ଲାଲ ଟମାଟୋ ଏବଂ ବୁବୁର ଝୁଡ଼ିରେ ଅଛି 5ଟି ଟମାଟୋ। ବର୍ତ୍ତମାନ ଯଦି ଆମେ ଏହି 6ଟି ଏବଂ 5ଟି ଟମାଟୋକୁ ଆଣି ଗୋଟିଏ ବଡ଼ ଝୁଡ଼ିରେ ମିଶାଇ ଦେବା, ତେବେ ଭାବନ୍ତୁ କ'ଣ ହେବ? ହଁ, ଏକ ବଡ଼ ଟମାଟୋ ଗଦା ହୋଇଯିବ। ଆଉ ସେହି ବଡ଼ ଗଦାରେ ସମୁଦାୟ ସଂଖ୍ୟାଟି ହେବ 11। ବିଲକୁଲ ଠିକ୍। 6 ଏବଂ 5 ମିଶିଲେ 11 ହୁଏ। ଅଲଗା ଅଲଗା ଜିନିଷଗୁଡ଼ିକୁ ଏକାଠି ମିଶାଇଲେ କିପରି ଆମ ସଂଖ୍ୟା ବଢ଼ିଯାଏ, ଏହା ତାହାର ଏକ ଚମତ୍କାର ଉଦାହରଣ ନୁହେଁ କି? କିନ୍ତୁ ଆମେ କେବଳ ଟମାଟୋରେ କାହିଁକି ଅଟକିଯିବା? ଆସନ୍ତୁ ଗାଜର ଏବଂ ମୂଳା ମଧ୍ୟ ଗଣିବା। ଦେଖନ୍ତୁ, ଗୋଟିଏ ଝୁଡ଼ିରେ 9ଟି ଗାଜର ଓ ଅନ୍ୟଟିରେ 4ଟି ଗାଜର ଅଛି। 9 ଏବଂ 4 ଏକାଠି କଲେ କେତେ ହେବ? 13। ଠିକ୍ ସେହିପରି ଗୋଟିଏ ବିଡ଼ାରେ 8ଟି ମୂଳା ଓ ଆଉ ଏକ ବିଡ଼ାରେ 8ଟି ମୂଳା ଅଛି। 8ରେ 8 ମିଶାଇଲେ ହୋଇଯାଏ 16। ଯୋଗ କରିବା କେତେ ସହଜ ଆଉ ମଜାଦାର, ହଁ କି ନାହିଁ? ଦ୍ୱିତୀୟ ଭାଗ ହେଉଛି ଯାଦୁକରୀ ସଂଖ୍ୟାଗାର। ଏଥିରେ ଆମେ ଡେଇଁ ଡେଇଁ ଉତ୍ତର ଖୋଜିବା। ଏହି ଖେଳର ନିୟମଗୁଡ଼ିକ ବହୁତ ସହଜ, ମାନେ ପୁରା ଆମ ଡିଆଁ ଖେଳ ପରି। ପ୍ରଥମେ ସଂଖ୍ୟାଗାର ଉପରେ ଆମ ଆରମ୍ଭ ସଂଖ୍ୟାଟିକୁ ଖୋଜିବା। ତାପରେ ଆମକୁ ଯେତିକି ଯୋଗ କରିବାର ଅଛି ଠିକ୍ ସେତିକି ଘର ଆଗକୁ ଡେଇଁବା। ଆଉ ଶେଷରେ ଆମେ ଯେଉଁ ଘରେ ପହଞ୍ଚିବା ନା, ବାସ୍, ତା ହିଁ ହେଉଛି ଆମର ଉତ୍ତର। ଆରେ ୱାଃ! ଏଠାରେ ଜଣେ ସୁପର ହିରୋ ଝିଅ ଆମ ଯାଦୁକରୀ ସଂଖ୍ୟାଗାର ଉପରେ କିପରି ଡେଉଁଛନ୍ତି ଟିକେ ଦେଖନ୍ତୁ। ସେ ପ୍ରଥମେ 4 ନମ୍ବରରୁ ନିଜର ଯାତ୍ରା ଆରମ୍ଭ କଲେ ଏବଂ 2 ଘର ଆଗକୁ ଡେଇଁଲେ। ଆଉ ଯାଦୁକରୀ ଭାବରେ ସେ ସିଧା ଯାଇ ପହଞ୍ଚିଗଲେ 6 ନମ୍ବରରେ। ଏହାର ଅର୍ଥ ହେଲା 4 ଯୁକ୍ତ 2 ସମାନ 6। କେତେ ସହଜ ଉପାୟ! ବର୍ତ୍ତମାନ ତୃତୀୟ ଭାଗ। ଏଥିରେ ଆମେ ରଙ୍ଗୀନ ମାଳି ଗୁନ୍ଥିବା ଏବଂ ସୁନ୍ଦର ଗଣିତମାଳା ତିଆରି କରିବା ଶିଖିବା। ଏଠାରେ ଆମ ମନକୁ ଆଉ ଏକ ସୁନ୍ଦର ପ୍ରଶ୍ନ ଆସୁଛି। ଯଦି ଆମେ ଗୋଟିଏ ସୂତାରେ ପ୍ରଥମେ କିଛି ଲାଲ ରଙ୍ଗର ମାଳି ନେବା ଏବଂ ତାପରେ ସେଥିରେ କିଛି ଧଳା ରଙ୍ଗର ମାଳି ମିଶାଇ ଦେବା, ତେବେ କ'ଣ ହେବ? ସେହି ମାଳାଟି କେତେ ବଡ଼ ହେବ ଆଉ ସମୁଦାୟ କେତୋଟି ମାଳି ରହିବ? ଆସନ୍ତୁ ଏକାଠି ମିଶି ଦେଖିବା। ଆମେ ତ ପୂର୍ବରୁ ଛୋଟ ସଂଖ୍ୟାର ଯୋଗ ଶିଖିଗଲେ। ବର୍ତ୍ତମାନ ଯଦି ଆମେ ଏକା ସାଙ୍ଗରେ 13ଟି ଲାଲ ମାଳି ନେବା ଏବଂ ତା ସହିତ ଆଉ 4ଟି ଧଳା ମାଳି ଗୁନ୍ଥିଦେବା, ତେବେ ଦେଖନ୍ତୁ ମାଳାଟି କେତେ ଲମ୍ବା ଏବଂ କେତେ ସୁନ୍ଦର ଦେଖାଯାଉଛି। ଆଉ ସେହି ଲମ୍ବା ମାଳାରେ ସମୁଦାୟ କେତୋଟି ମାଳି ଅଛି ଗଣିଲେ? 17ଟି। ହଁ, 13 ଏବଂ 4 ମିଶିଲେ 17 ହୁଏ। ଦେଖିଲେ ତ, ଏହିପରି ମଜାରେ ଗଣି ଗଣି ଆମେ କେତେ ସୁନ୍ଦର ଏକ ମାଳା ତିଆରି କରିପାରିଲେ। ଚତୁର୍ଥ ଭାଗ ହେଉଛି ବିୟୋଗର ମଜା। ଏଥର ଆମେ ଶିଖିବା, ଯେତେବେଳେ ଆମ ପାଖରୁ କିଛି ଜିନିଷ ଚାଲିଯାଏ କିମ୍ବା କମିଯାଏ, ସେତେବେଳେ ପ୍ରକୃତରେ କ'ଣ ହୁଏ? ଟିକେ କଳ୍ପନା କରନ୍ତୁ, ହାତରେ କିଛି ଭାରି ସୁନ୍ଦର ଏବଂ ରଙ୍ଗୀନ ବେଲୁନ୍ ଧରି ଆମେ ଠିଆ ହୋଇଛେ। ଆଉ ହଠାତ୍ ହୁସ୍ କରି ଜୋରରେ ପବନ ବହିଲା ଏବଂ କିଛି ବେଲୁନ୍ ହାତରୁ ଖସି ସିଧା ଆକାଶକୁ ଉଡ଼ିଗଲା। ତାହେଲେ ଆମ ହାତରେ ଆଉ କେତୋଟି ବେଲୁନ୍ ବଳକା ରହିବ? ଏହି ଛବିଟିକୁ ଧ୍ୟାନର ସହ ଦେଖନ୍ତୁ। ଏଠାରେ ପ୍ରଥମେ 6ଟି ବେଲୁନ୍ ଥିଲା। ସେଥିରୁ 2ଟି ବେଲୁନ୍ ଉପରକୁ ଉଡ଼ିଗଲା। 6ରୁ 2ଟି ଚାଲିଗଲା ପରେ ବାକି ରହିଲା ଠିକ୍ 4ଟି ବେଲୁନ୍। ବାସ୍, ଏହା ହିଁ ତ ହେଉଛି ବିୟୋଗ ବା ଫେଡ଼ାଣ। କିଛି କଷ୍ଟ ନାହିଁ। ଏବେ ଆସନ୍ତୁ ପୁଣି ଥରେ ଆମର ସେହି ଯାଦୁକରୀ ସଂଖ୍ୟାଗାରକୁ ଫେରିବା। ଦେଖନ୍ତୁ, ଆମର ସୁପର ହିରୋ ଝିଅ ଏଥର କିପରି ବିୟୋଗ କରୁଛନ୍ତି। ସେ ଅଛନ୍ତି 9 ନମ୍ବର ଉପରେ, କିନ୍ତୁ ଏଥର ସେ ଆଗକୁ ନ ଯାଇ ପଛକୁ 3 ଘର ଡେଉଁଛନ୍ତି। 9ରୁ ପଛକୁ 3 ଘର ଆସିଲେ ସେ ଠିକ୍ 6 ନମ୍ବରରେ ପହଞ୍ଚୁଛନ୍ତି। ଅର୍ଥାତ୍ 9ରୁ 3 ଫେଡ଼ିଲେ ବାକି ରହିବ 6। ଆଉ ଏହି କଦଳୀଗୁଡ଼ିକୁ ଦେଖନ୍ତୁ। ଏଠାରେ ସମୁଦାୟ 15ଟି କଦଳୀ ଅଛି। ଭାବନ୍ତୁ, ସେଥିରୁ 9ଟି କଦଳୀ କିଏ ଜଣେ ମଜାରେ ଖାଇଦେଲା। ସେଥିପାଇଁ ତ ସେଗୁଡ଼ିକୁ କାଟି ଦିଆଯାଇଛି।
ବର୍ତ୍ତମାନ ଯଦି ଆମେ ବାକି ଥିବା କଦଳୀ ଗଣିବା ଜଣାପଡ଼ିବ ଯେ କେବଳ 6ଟି କଦଳୀ ଖାଇବା ପାଇଁ ବଳକା ଅଛି। 15ରୁ 9 ଦେଲେ 6, ହିସାବ ପୁରା ବରାବର। ଏବେ ଆମର ଶେଷ ଭାଗ ଅର୍ଥାତ୍ ପଞ୍ଚମ ଭାଗ, ଖେଳ ଏବଂ ଶିକ୍ଷା। କାରଣ ଗଣିତ ହେଉଛି ଏପରି ଏକ ଖେଳ ଯାହାକୁ ଆମେ ସମସ୍ତେ ମଜାରେ ଖେଳିପାରିବା। ଏଠାରେ ଦେଖନ୍ତୁ, 2 ଜଣ ସାଙ୍ଗ ମିଶି ସଂଖ୍ୟାଗାର ଉପରେ କିପରି ଏକ ମଜାଦାର ଖେଳ ଖେଳୁଛନ୍ତି। ଜଣେ 8ରୁ 7 ଘର ଆଗକୁ ଡେଉଁଛି ଏବଂ ଅନ୍ୟ ଜଣକ 18ରୁ 3 ଘର ପଛକୁ ଡେଉଁଛି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା କ'ଣ ଜାଣିଛନ୍ତି? ଉଭୟ ଯାଇ ଏକାଠି 15 ନମ୍ବର ଘରେ ପହଞ୍ଚିଗଲେ। ମିଶାଣ ଫେଢ଼ାଣର ଏହି ଚମତ୍କାର ଖେଳ ମାଧ୍ୟମରେ ସେମାନେ ଗଣିତକୁ ପୁରା ଉପଭୋଗ କରୁଛନ୍ତି। ଏହି ସୁନ୍ଦର ପନିପରିବା ବଗିଚା ଏବଂ ଯାଦୁକରୀ ସଂଖ୍ୟାଘାରର ଯାତ୍ରାରୁ ଗଣିତ ଶିଖିବାର ଅନେକ ମଜାଦାର ଉପାୟ ଆଜି ଆମକୁ ଜାଣିବାକୁ ମିଳିଲା। କିନ୍ତୁ ଭାବିବା କଥା ହେଉଛି, ଏହି ବିଶାଳ ସଂଖ୍ୟା ଦୁନିଆରେ ଆହୁରି କେତେ ନୂଆ ରହସ୍ୟ ଲୁଚି ରହିଥିବ। ପରବର୍ତ୍ତୀ ଗଣିତ ଅଭିଯାନ ଆମକୁ କେଉଁ ନୂଆ ସ୍ଥାନକୁ ନେଇଯିବ ତାହା ଭାବିଲେ ଏହି ମନରେ ଉତ୍ସାହ ଖେଳିଯାଉଛି। ଆଜିର ଏହି ବିଶ୍ଳେଷଣରେ ଏତିକି। ଆମ ସହ ଏହି ଯାତ୍ରାରେ ସାମିଲ ହୋଇଥିବାରୁ ଅଶେଷ ଧନ୍ୟବାଦ।